ଦୁଇଟି ସେବାଦାନ ନିରବଚ୍ଛିନ୍ନ ଭାବରେ ଆର୍ଥିକ ଅନାଗ୍ରସର ଲୋକମାନଙ୍କୁ ମାଗଣା ଅବା ତେଲ ଖର୍ଚ୍ଚରେ ସହାୟତା ଯୋଗାଇବା ସହିତ ଯେଉଁମାନେ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ସେମାନଙ୍କଠାରୁ ପୂର୍ଣ୍ଣ ଭଡ଼ା ସୂତ୍ରରେ ସେବା ଯୋଗାଇ ଦେଉଛି। ଶେଷରେ ଗୋଟିଏ କଥା, ସୁସ୍ଥ ସମାଜ ଗଠନ ଦିଗରେ ପିଲାମାନଙ୍କୁ ଏତିକି ଅନୁରୋଧ ରଖିବି, ପିଲାମାନେ ଟଙ୍କାର ମେସିନ୍ ହୁଅନ୍ତୁ ନାହିଁ। ନିଜକୁ ସୁସ୍ଥ ସମାଜ ଗଠନ ଦିଗରେ ସଂସ୍କାରିତ କରନ୍ତୁ, ସଂସ୍କାର ଶିଖନ୍ତୁ, ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ। ସାର୍ କହୁଥିଲେ ବହୁତ ବଢ଼ିଆ କଥା କହିଛନ୍ତି। ମାଆଙ୍କୁ ସମ୍ମାନ ଦିଅନ୍ତୁ, ଶିକ୍ଷକଙ୍କୁ ସମ୍ମାନ ଦିଅନ୍ତୁ, ତାହେଲେ ଆପଣଙ୍କର ଜୀବନର ପଥ ସୁଗମ ହେବ, ସମାଜରେ ଗୋଟିଏ ସୁନ୍ଦର ସୁସ୍ଥ ବାତାବରଣ ଗଠନ ହେବ। ସାମାଜିକ କର୍ମ କରିବା ପାଇଁ ହେଲେ